ଯେତେବେଳେ ଆପଣ ଡାକ୍ତରୀ ସେବା କ୍ଷେତ୍ରକୁ କିମ୍ବା ଡାକ୍ତରୀ ଛାତ୍ର ଭାବେ ଏମକେସିଜି କଲେଜରେ ଆଡମିସନ କଲେ ସେତେବେଳେ ଗୋଟେ ଟପ୍ କମ୍ପିଟିସନ ଥିଲା 321 ସିଟ୍ ଏତେ ବଡ଼ ରାଜ୍ୟ ଏଇ ଯେଉଁ ପେଶାକୁ ଆସିବା ପାଇଁ ଆପଣଙ୍କୁ କିଏ ପ୍ରେରିତ କରିଥିଲା କମ୍ପିଟିସନ ଅଛି ଦୁଇରେ ଜଣେ ମିଡିଲ କ୍ଲାସ ଫ୍ୟାମିଲିରୁ ଆସିବା ଆଉ ଦ୍ୟାଟୁ ଗୋଟେ କ୍ରାକ୍ କରିବା ଗୋଟେ 321ରୁ ଜଣେ ହବା ଏସବୁ ପଛରେ ଆଉ ପର୍ଟିକୁଲାରଲି ସେବା ମନୋଭାବ ରଖିବା ଯାହାଫଳରେ କି ପଇସା କମେଇବା ଅପେକ୍ଷା ଆପଣ ସେବାକୁ ବେଶୀ ଗୁରୁତ୍ୱ ଦେଇଥିଲେ ଏଥିରେ ବେଶୀ ପ୍ରଭାବ କାହାର ଥିଲା ଦେଖନ୍ତୁ ମାନେ ମୁଁ ଗରଡିହ ଗାଁ ସୁସୁଆ ପଞ୍ଚାୟତ ଦଶରଥପୁର ବ୍ଲକ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଛି। ଓଡ଼ିଶାଟା ଆମର ରାଜ୍ୟ ପୁରା ଗାଁ ସ୍କୁଲରେ ବି ମୁଁ ପାଠ ପଢିଛି। ଆଉ ସବୁ ଜାଗାରେ ଦେଖନ୍ତୁ ଗାଁରେ ମେଜର ଲୋକ ଯୋଉ ଅସୁବିଧା ସ୍ୱାସ୍ଥ୍ୟଜନିତ ସମସ୍ୟା ହଉଛି ଗୋଟେ ହେଲା ତାଙ୍କର ରୋଷେଇ କରିବାର ପ୍ରଣାଳୀ ଆଉ ଯୋଉ ପାଣି ଆମେ ବ୍ୟବହାର କରୁଛନ୍ତି ଆଉ ଆମର ହ୍ୟାଣ୍ଡ ହାଇଜିନ୍ ଯୋଉ କହୁଛନ୍ତି ଯୋଉ ପରିବେଶ ଏଇଟା ଗୋଟେ ମୌଳିକ ଜିନିଷ ଯୋଉଟା କି ଆପଣ ମାନେ ସ୍କୁଲ ଡେଜରୁ ଯଦି ଆପଣ ଟିକେ ଅଲର୍ଟ ଅଛନ୍ତି ତାହେଲେ ଆପଣ ନଜର ରଖୁଥିବେ। ଏଇଟା ବି ମୋ ନଜର ବି ଥିଲା। ଲୋକମାନେ ସିଝିଯିବ ବୋଲି ପୋଖରୀ ପାଣିରେ ରୋଷେଇ କରିଦିଅନ୍ତି। ମୁଁ ଭାବେ ଯେ ଆରେ ପୋଖରୀ ପାଣିରେ ସେଠି ଗାଈ ବି ଗାଧଉଛି ତୁମେ ବାସନ ମାଜୁଛ ଲୁଗା ସଫା କରୁଛ ଗାଧଉଛ ସେଇଟା କଣ୍ଟାମିନେଣ୍ଟ ଅଛି ସେଇଟା କର ନାହିଁ। এই ସମସ୍ତ ଜିନିଷ ଆମକୁ ଲୋକମାନଙ୍କୁ ବି ଶିଖିବାର ଅଛି ଆଉ ଆମକୁ ବ୍ୟକ୍ତିଗତ ସ୍ତରରେ ବି କରିବାର ଅଛି। ଗାଁ ସ୍କୁଲରେ ପାଠ ପଢିଲା ବେଳେ ଦେଖିଲି ଯେ ମେଜରିଟି ଲୋକଙ୍କର କିଛି ନା କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି। ସେଟା ଯିବା ପାଇଁ ଆମକୁ 4 କିଲୋମିଟର ଦୂର ଯିବାକୁ ପଡେ। ସେଠି ମଙ୍ଗଳପୁରରୁ ପୁଣି ଲୋକମାନେ ସାଙ୍ଗେ ସାଙ୍ଗେ ଡାକ୍ତର ରେଫର କରିଦିଏ ଯାଜପୁରକୁ ଆଉ ଯାଜପୁରରୁ ସାଙ୍ଗେ ସାଙ୍ଗେ ରେଫର କରିଦିଏ କଟକକୁ ଯୋଉଟା କି 1990 ମସିହାରେ ବି ହଉଥିଲା ଆଜି 2025 ମସିହାରେ ବି ହଉଛି କିଛି ପରିମାଣରେ କମି ଯାଇଛି କିନ୍ତୁ ଏବେ ବି ହଉଛି। ତାହେଲେ ଆମେ ସେଥିପାଇଁ ସମସ୍ତେ ଏପରି ସଚେତନ ହବା। ତାହେଲେ ଏଇ ଯୋଉ ସିଷ୍ଟମେଟିକ ଫେଲୁଅର ଅଛି ତାଙ୍କର ଅପଗ୍ରେଡେସନ ହବା ଦରକାର। ସେଥିପାଇଁ ମୁଁ ଏବେ ଡାକ୍ତର ଭୂମିକା ବହୁତ ଅଛି। ଆଉ ରହିଲା ସାନବେଳେ ପାଠ ପଢିଲା ବେଳେ ଶିକ୍ଷକ ମାନେ ବି ଆପଣମାନଙ୍କୁ ପ୍ରେରିତ କରନ୍ତି ସେବା କରିବା ପାଇଁ। ଆଉ ଡାକ୍ତରୀ ପ୍ରଫେସନ ଗୋଟେ ଏମିତି ପ୍ରଫେସନ ଯୋଉଥିରେ ଆପଣ ଯଦି ସତରେ ଲୋକଙ୍କୁ ଭଲରେ ଚିକିତ୍ସା କରିବେ ଆପଣଙ୍କୁ କିଛି ଅସୁବିଧା ରହିବ ନାହିଁ। ଆପଣଙ୍କୁ ସବୁ କିଛି ମିଳିବ। ଭଗବାନ ତ ବୁଦ୍ଧି ଦେଇଛି ବାପା ମା ଦେଇଛନ୍ତି ପାଠ ପଢିଛନ୍ତି ପଇସାର ଅଭାବ ବି ରହିବନି। କିନ୍ତୁ ପଇସା ଇନକମ କରିବା ପାଇଁ ମୁଁ ଭାବୁଛି ଆମେ ବହୁତ କିଛି ଅନଏଥିକାଲ ପନ୍ଥା ଅବଲମ୍ବନ କରିବା ଉଚିତ ନୁହେଁ। ତାପରେ ସେ ସମୟରେ ଆମେ ସମସ୍ତେ ଯାଜପୁର ଜିଲ୍ଲା କଣ ଏବେ ଏପଟେ ବାଲେଶ୍ୱର କେଉଁଝର ମେଜରିଟି ପାର୍ଟ ଅଫ୍ ଓଡିଶାରୁ ସମସ୍ତେ କଟକ ଆସୁଥିଲେ। ଆଜ୍ଞା ତ ଗାଁରୁ କଟକ ଯାହାହେଲେ ବି ଗୋଟେ 125 କିଲୋମିଟର ଲୋକମାନେ ପହଞ୍ଚିଲା ବେଳକୁ ରାସ୍ତାରେ ଡେଥ୍ ହେଇଯାଉଥାଏ। ମୁଁ ଭାବେ ଯେ ସ୍ୱାସ୍ଥ୍ୟ ସେବାଟା ଯଦି ଗାଁରେ ଆମର Available ପଞ୍ଚାୟତରେ ହେଇପାରିବ। ମିଳିପାରିବ ତାହେଲେ ବହୁତ ଭଲ ହବ। ତ ସେ ସମସ୍ତ କଥା ତଥା ବୋଉର ଗୋଟେ ଅପରେସନ ହେଇଥିଲା। ବୋଉର ଆକ୍ଚୁଆଲି ହେଇଥିଲା ଗଲବ୍ଲାଡର ଷ୍ଟୋନ ଆଉ ତାର ଆକ୍ୟୁଟ ପେନ୍ ଆବଡୋମେନ ହେଲା। ବୋଉ ସର୍ଟ ହାଇଟର ତାର ଠିକ 5 ଫୁଟ ହାଇଟ ଆଉ ବଲ୍କି ଆବଡୋମେନ ଅଛି ଆଉ ଆପେଣ୍ଡିକ୍ସ ହେଇଥିଲା। କିନ୍ତୁ ସେତେବେଳେ ଅଲ୍ଟ୍ରାସାଉଣ୍ଡ ନଥିଲା ଆପଣ ଜାଣିଥିବେ 1993-94 ମସିହାରେ ଅଲ୍ଟ୍ରାସାଉଣ୍ଡ ମେସିନ ବାଲେଶ୍ୱରରେ ନଥିଲା। ସେତେବେଳେ ଡାୟଗ୍ନୋସିସଟା ଏକ୍ସରେ ଆବଡୋମେନ କରିକି ଆଉ କ୍ଲିନିକାଲ ଏକ୍ସାମିନେସନ କରି କରାଥିଲା। ୟୁଜୁଆଲି ଆପେଣ୍ଡିକ୍ସଟା କ୍ଲିନିକାଲ ଏକ୍ସାମିନେସନ ଆଣ୍ଡ ଏକ୍ସପର୍ଟାଇଜ ଅଫ ଦି ଡକ୍ଟର ଉପରେ ଡିପେଣ୍ଡ କରୁଥିଲା ଯେ ଆପେଣ୍ଡିକ୍ସ ଅଛି ନା ନାହିଁ ସେମାନେ ଜାଣୁଥିଲେ ତା ସହିତ କିଛି ରକ୍ତ ପରୀକ୍ଷା କରୁଥିଲେ। ତ ସେ ସମୟରେ ବୋଉର 2 ଥର ଅପରେସନ ହେଲା। ଫାଷ୍ଟ ମୁଁ ଶୁଣିଲି ଯେ ଡାକ୍ତର କହିଲେ ଯେ ଗଲବ୍ଲାଡର ଷ୍ଟୋନ ଆପେଣ୍ଡିକ୍ସ ହେଇଛି କିନ୍ତୁ ଆପେଣ୍ଡିକ୍ସ ହେଇନଥିଲା ଆକ୍ଚୁଆଲି ଗଲବ୍ଲାଡର ଷ୍ଟୋନ ହେଇଥିଲା।